देख कली काल रे आउ देख कली काल रे एत विचित्र लीला देख कली काल रे एत विचित्र लीला देख कली काल रे एत विचित्र लीला देख कली काल रे मद मांस खाई गुंडा बोलाए मद मांस खाई गुंडा बोलाए धर्म हाथे ज्ञानी पड़िब ताला देख कली काल रे खाई विचित्र लीला देख कली काल रे जय 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 गुरु जय परम ब्रह्म आप गुरु तेज गुरु वायु गुरु नम आकाश पृथ्वी गुरु चंद्र सूर्य मान्य माता गुरु पिता गुरु विद्या गुरु जान कर्ण गुरु पिंडर जे अटे मोक्ष कर्ता पिंड को कारण से जे नुहति सकता आत्मा गुरु पादरे जे मोहरी जनान प्रसन्न होई कहिबे सर्वगुरु जन देख कली काल रे जाने से कलिला देख कली काल रे हरि बोला प्रमोद बाबू अच्छा मंच तरफ सुंदर प्रश्न आसी 7 दिन जे धारल बउल सूर्य न होइबे देखा सुगार कुकुर घरे पशि जीवे केही न करिबे रक्षा रे केही न करिबे रक्षा केही न करिबे रक्षा रे केही न करिबे रक्षा प्रकृत मीमांसा शास्त्र कौन मीमांसा कौन मालिका तत्व अर्थ कौन कौन हाँ सचेतन वाणी अच्छा तत्व बुझिले तुटे भ्रांति भव संसार तरी जाती ताकू आम ब्रह्मांड मत नवा 7 अंधार कौन 7 अंधार हूँ आत्मतत्व कथा पा बोलांदे गवार हरि बोल हुड़ हुड़ी शबदरे कंपी जीव त्रिभुवन भलारे भला कंपी जीव त्रिभुवन ये हरि अर्जुन विजय करिथिबे संगे घेरी भक्तगण हे पकड़ की परिजा हे पकड़ की परिजा सनातन धर्म हे बरचा रे हे पकड़ की हरि बोल हुड़हुड़ी पड़ुथिब आज पड़ुथिब झुली झुली आसुथिब मो केशव हरि बोल हुड़हुड़ी पड़ुथिब आज पड़ुथिब झुली झुली आसुथिब मो केशव हरि बोल हुड़हुड़ी पड़ुथिब भला पड़ुथिब झुली झुली आसुथिब मो केशव झुली झुली आसुथिब मो केशव सर्वे बोलांदे गवार कौन आज्ञा हरि बोल प्रकृत कौन हरि बोल आध्यात्मिक तत्व ज्ञान हरि कहले हरिंकर अन्य नाम पवन ये कहार बोल मानुची ये जो दिन बोल मानिबरे धन से दिन मशानी रे हउथि बुगेल राम जय राम
ଆସ ଆସ। 7 ଦିନ ଯେ ଅନ୍ଧାର ଲ ବଉଳ ସୂର୍ଯ୍ୟ ନ ହୋଇବେ ଦେଖା ବହୁଳ ସୂର୍ଯ୍ୟ ନ ହୋଇବେ ଦେଖା ଇଏ ଶୃଗାଳ କୁକୁର ଘରେ ପଶିଯିବେ କେହି ନ କରିବେ ରକ୍ଷା କେହି ନ କରିବେ ରକ୍ଷା ଲ ବହୁଳ କେହି ନ କରିବେ ରକ୍ଷା କେହି ନ କରିବେ ରକ୍ଷା ଲ ବହୁଳ କେହି ନ କରିବେ ରକ୍ଷା ଇଏ ହେଉଛି ମାଳିକା ତତ୍ତ୍ୱ ଆଚ୍ଛା ଆଚ୍ଛା ମାଳିକା ଅର୍ଥ କାହାକୁ ଆଜ୍ଞା ଭୟଭୀତ କରିବା କଥା ନୁହଁ ନାହିଁ ସଚେତନ ଆଜ୍ଞା ବାଣୀ ଆଚ୍ଛା କଣ 7 ଦିନ ଅନ୍ଧାର 7 ଦିନ ହେଉଛି ଅନ୍ଧାର। ଆତ୍ମଜ୍ଞାନ ତତ୍ତ୍ୱ କଥା ମହାପ୍ରଚୁରାନନ୍ଦ ମହାପୁରୁଷଙ୍କର ହଁ ଯେତେବେଳେ ବାମ ଅଙ୍ଗରେ ଆଚ୍ଛା। 7 ଦିନ ଆଜ୍ଞା ପବନ ବହିବ ଜୀବ ଆଇଛି 7 ଦିନରେ 7 ଦିନରେ। ଜୀବ 7 ଦିନରେ 7 ଦିନରେ। 7 ବାରରୁ ଗୋଟିଏ ବାରରେ ଆମେ ଜନ୍ମ ନେଇଛେ ମରିବା 7 ବାରରୁ ଗୋଟିଏ ବାରରେ 7 ଦିନ ଅନ୍ଧାର ବାମ ଅଙ୍ଗ ଆପଣ ମାନଙ୍କର ଚନ୍ଦ୍ରାୟଣୀ ଡାହାଣ ଅଙ୍ଗ ଆପଣ ମାନଙ୍କର ସୂର୍ଯ୍ୟାୟଣୀ ପ୍ରଳୟ କୋଉ ପଟେ ଉଠେ ନା ଆଜ୍ଞା ବାମ ଅଙ୍ଗରୁ ପ୍ରମାଣ ଯେତେବେଳେ ଠାକୁର ଯାଆନ୍ତି ରଥକୁ ଆଗ କିଏ ଯାଏ ଆଗେ ଚାଲେ ବଳଭଦ୍ର ମଧ୍ୟ ଚାନ୍ଦ ମୁଇ ଇଏ ପଛରେ କାଳିଆ ଯିବ ଗହଳ ଲଗାଇ ପଛରେ କାଳିଆ ଯିବ ଗହଳି ଲଗାଏ ପଛରେ କାଳିଆ ଯିବ ଗହଳି ଲଗାଏ ଶେଷେ ବେଳେ 7 ଦିନ ଅନ୍ଧାର ହୋଇବ ଅଛି ଜ୍ଞାନ ତତ୍ତ୍ୱ ଆତ୍ମଜ୍ଞାନ ଭାବ ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ ସହଗତ ମହାତନ ବୀର ହନୁମାନ ହରିବୋଲ ହରିବୋଲ ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ ଯେତେବେଳେ ହେବ 7 ଦିନ ଅନ୍ଧାର ଅନ୍ଧାର ଆଗେ ଚାଲେ ବଳଭଦ୍ର ଆଜ୍ଞା ବୁଢା ବାପା ଆଉ ତମର ସେ ଆଗ ବଳ ଅଛି ନା ନା ମଝିଏ ଚାଲେ ଚାନ୍ଦମୁଇ ଚାନ୍ଦମୁଇ କହିଲେ କିଏ ଚାନ୍ଦମୁଇ ସୁଭଦ୍ରା ସୁଭଦ୍ରା। ଆଉ ସେ ସୌନ୍ଦର୍ଯ୍ୟ ଅଛି ନା। ଯେତେବେଳେ କାଳିଆ କହିଲେ କିଏ କାଳିଆ। ନା ପବନ ଯେତେବେଳେ ଉଠିବ 7 ଦିନ ଅନ୍ଧାର ହୋଇବ ଘନ ଘନ ମେଘ ବାତ ମାରୁଥିବ ଭଲ ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ ସହଗତ ମହାତନ ଜୟ ହନୁମାନ ସେଥିପାଇଁ 7 ଦିନ ଅନ୍ଧାର ବଉଳ ଅନ୍ଧାର। ସୂର୍ଯ୍ୟ ନ ହୋଇବେ ଦେଖା ଡାହାଣ ଅଙ୍ଗେ ପବନ ନଥିବଟି ବାଇ ଜାଣିବୁଟି ପ୍ରଳୟରେ ଆସିଲା ମୋର ଏଥିରୁ ମୁକ୍ତି ପାଇବୁ କିପରି କିପରି ପାଇବ? ନା ସଦ ଗୁରୁ ସେବା କରି ବୁଝ ୟାର ମରମ ଶ୍ରୀ ରାମ ଜୟ ଗୋଟା ମହାପୁରୁଷ ପଦ ଅଛି ଅଛି ହାଁ? ଅଛି ବହନ୍ତା ନଦୀ କି ବହନ୍ତା ନଦୀ ଥୟ କର ଥୟ କରେଇବେ କିଏ ନା ସଦଗୁରୁ ସେବା କଲେ ଫିଟିଯିବ ଦ୍ୱନ୍ଦ ବହନ୍ତା ନଦୀ କହିଲେ ନାସାର ପବନ ନା ବହନ୍ତା ନଦୀରେ ତୋର ପଟିଯିବ ବନ୍ଧ ଆଉ ବହନ୍ତା ନଦୀରେ ତୋର ପଡ଼ିଯିବ ବନ୍ଧ ବହନ୍ତା ନଦୀରେ ତୋର ପଡ଼ିଯିବ ବନ୍ଧ ସେତେବେଳେ ଗୁରୁ ମନ୍ତ୍ର କରିବୁ ଧାରଣ ଅଜପା ସୂତ୍ର ମାଳାକୁ କରିଣ ଭଜନ କରିନ ଭଜନ ଭନ କରିନ ଭଜନ କରିନ ଭଜନ ଭଲ କରିନ ଭଜନ ସେଥିପାଇଁ ପଛରେ କାଳିଆ ଯିବ ଗହଳି ଗହଳି ଲଗାଇ ଲଗାଇ। ଯେତେବେଳେ ପବନ ଆଜ୍ଞା ଉଠିବ ଉଠିବ। ଯେତେବେଳେ ପବନ କହିଲେ କିଏ ଆ ଭିତରେ ଅଛନ୍ତି ପବନର କହିଲେ? ପବନ କହିଲେ ଅଣଚାଷ ପବନ ହଁ। ପୁଣି 50 ପବନ ଡେଲି ପଛିକି ଚାଷ କରୁଥିବାରୁ ସାର କରାଗଲା 12 ପବନ ପ୍ରାଣ ପ୍ୟାନ ଅପାନ ଉଦାନ ସମାନ ବ୍ୟାନ ନାଗ କୈଳାସ ଦେବଦତ୍ତ ଧନଞ୍ଜୟ ମୃତ୍ୟୁଞ୍ଜୟ କମଠକୁ ନେଇ ହେଲା ପାଦଶ ପବନ ଖେଳ ହଉଅଛି ଭାଇ ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ ସହଗତ ମହାତନ ବୀର ହନୁମାନ ସେଥିପାଇଁ 7 ଦିନ ଅନ୍ଧାର ବଉଳ ଅନ୍ଧାର ବଉଳ। ସୂର୍ଯ୍ୟ ନ ହୋଇବେ ଦେଖା। ଶୃଗାଳ କୁକୁର ଘରେ ପଶିଯିବେ କେହି ନ କରିବେ ଏଠି ରକ୍ଷା। 5 ମନ 25 ପ୍ରକୃତି ଆଚ୍ଛା, ନା ଆଚ୍ଛା। କଣ କହିଲେ କଣ କହିଲେ? ଘୁଷୁରୀ ପ୍ରକୃତି ପଙ୍କେ ଲୋଟଇ ଘୋଷରେ ପ୍ରାକୃତେ ପଙ୍କାଲ ତଏ ମଣିଷ ପ୍ରକୃତି ମଲେ ତୁଟଇ ମଣିଷ ପ୍ରାକୃତେ ମଲେ ସୁତାଏ ସେଥିପାଇଁ 7 ଦିନ ଅନ୍ଧାର ସୂର୍ଯ୍ୟ ନ ହୋଇବେ ଦେଖା ଶୃଗା ଘରେ ପଶିବେ କେହି ନ କରିବେ ରକ୍ଷା। ସଦଗୁରୁଙ୍କୁ ସେବା କରିଥିବୁ ଫିଟି ସେ ଯିବ ଦଣ୍ଡ। ପ୍ରକୃତ ଏମିତି ତତେ ବଞ୍ଚେଇ ଦେବେ ହଁ। ତା ବାଟ ସିଏ ଦେଖାଇ ଦେବେ କିଛି କିଛି କାଲି ତ ଆଲୋଚନା ହେଇଥିଲା ଆଚ୍ଛା। ଯୁକ୍ତି ଆସେ ଆମେ କାହିଁ ଗୁରୁ କରିବା କାହିଁ କରିବା ଗୁରୁ ବା ଗୁରୁ କଲେ ଲାଭ ବା କଣ ଗୁରୁ ନ କଲେ କ୍ଷତି ବା କଣ କାହିଁ ଏଥିରୁ କଣ ଜାଣିବା ଆମେ ହେଇଛି ନା ନ ପାଉ ରାତି କି ନ ମରୁପତି ମାର ମତେ ଯେ ମାର ମତେ ନା ଏକ ରାତି ହଉ ଶପଥ ରାତି ଶପଥ ରାତେ ଯେ ଶପଥ ରାତେ ହେଲା ହନୁମାନ ଗନ୍ଧ ମାର୍ଦନ ଆଣିଲା ଆଣିଲା ରେ ସେହୁ ଆଣିଲା ନା 7 ଦିନ ଅନ୍ଧାର ହୋଇଲା ଭଲା ହୋଇଲା ଭଲା ରେ ହୋଇଲା ଭଲା ନ ପାଉ ରାତି
नमरुपति एक राति हऊ सपराति से थिला कौन ना पतिव्रता नारी की भगवान हाले भय ए ज्ञानी मंडली भाई कहू नथिले नारी बसा मानव कहीं नारी बसा एबे केबेठु बसा होईची जेबेठु आसिला आपण मानकर मिशन शक्ति माँ माने कले ग्रुप डी एबे माँ माने कले ग्रुप सब पुरुष माने जे चुप सब पुरुष माने से चुप सब पुरुष माने से चुप एबे माँ माने कले ग्रुप सब पुरुष माने जे चुप सब पुरुष माने से चुप कहितले हारिया कमाना कोन कहितले एक चौसिना चारिल बहुल एक चौसिना चारि पुरुष माने जे घर जगुथिबे बजारे बुलिबे नारी बजारे बोले नारी बजारे बोले नारी बजारे बोले नारी एक 85 ना 5 लबौल एक 85 ना 5 बौल एक 85 ना 5 ये सरकारी थारु बेसरकारी जाय समस्ते मागिबे लांच आज्ञा जो कहते कुनी प्रवचन कथा ताकर बेसी भेट हुए कोटी गल केशव ठाकुर प्रवचन रे जाई रंजागढ़ बड़ी बढ़िया कथा बोले तुम तो प्रभुंर दिव्य ज्ञान पाई हाँ आज प्रवचन दे पारुच गोटे मंच में भेट हो पाटकुरा से गाई देले गाऊ गाऊ दिने जुगल भांग गोटे बुढ़ा था मुझे आज्ञा छोट पिला जहाँ गाइले जुगल लीला भांग कि कहीं प्रकृत से मातृगर्भ तत्व पाई कहीं ना जार पूर्व भाग्य दिशे ता पुत्र साधु संगे मुजा को हुई सदय ज्ञानता हृदय हे ज्ञानी मंडली जहाँ कथा कहते जहाँ को दीति कृष्ण को आ जाए हाँ चरमनाथ गुरुस्वामी जी धारा नहीं कहती गुरुस्वामी स्वामी स्वामी समझ गुरुस्वामी बोले आने कबार हरि बोल तेणुक मोर ज्ञानी मंडली कथा वस्तु को आस से कौन है एक चौ आज्ञा चारि पुरुष माने घर जगिले बजारे नारी बुल नांती नारी पूरा सशक्तिकरण नारी पूरा आगुआ नारी कहीं आगुआ हला नारी पूरा चारि जुग रे आगुआ सत्य जुग रे कोन कहउछ लक्ष्मी नारायण आगो कोन कहिलो लक्ष्मी तापरे कहउछ नारायण तृतीय रे कोन कहिलो सीताराम आगो कोन कहिलो सीता तापरे कोन कहिलो द्वापर रे कोन कहउछ एक बीज बेनी पाळ जुगल मरे आगे राधा पछे कृष्ण जाई खेल करे राम जय नारी आगुआ हवा दरकार नारी अन्य नाम कौन ना दुर्गाटी घर दुर्ग को जीए संभाल भाई प्रकृत दुर्गाटी सीए संसार रे होई बाबू संसार रे नपाऊ राति नमरुपति एक राति हऊ शपथ राति कर किए ना पतिव्रता नारी ना कोइली नारी मान पतिव्रता नारी माने पतिव्रता स्वामी सेवा करी तुमे स्वामी सेवा करे तुमे स्वामी सेवा करे तुमे स्वामी सेवा करे तुमे दिन काटो थालो नारी माने पतिव्रता कोइली मालिकारे जगत गुरु अभिराम परमंश देव कहले हे कोइली नारी माने प्रति किए ना स्वामी गुरु स्वयं परमात्मा स्वामी सेवा कौन नारी धर्म यार जोड़िए मत आसब सांसारिक मतरे जे जेते भल पोस्ट पाई कि से नारी धर्म कौन सका उठब आगो स्वामी की मुंडिया मार कहीं मुंडिया मार ता स्वामी ता स्त्री की जीवन थरे मुंडिया मारता है लुचे लाज पाई लुचई देती जो दिन तुम हाथ को दिया तो हल बेदी मूले कौन कहल मुंडिया कहीं माइल ना तुम्हें पूर्व जन्म मोर माँ थिल कि भौणी थिल सबु दोषा दोषा मोर क्षमाटी कर आज ठारू पत्नी रूपे भरिली मु भाव आज्ञा नौटा रूप पतन रु रक्षा करा पत्नी बोलाइला घर दुर्ग को दुर्गति नासिनी होइला राम जय राम
ସ୍ୱାମୀ ହେଲା ଗୁରୁ ଗୁରୁ। ଟିକେ ଆଉ ମତକୁ ଆସ ଆସ। କିଛି ଜ୍ଞାନୀ ଭାଇ ମାନେ ବେଶୀ ବଇଥିବେ ନା ହଁ, ଏ କଥା ଆମକୁ ଭଲ ଲାଗୁନି ନା। ସ୍ୱାମୀ କହିଲେ କିଏ ସ୍ୱାମୀ କହିଲେ? ସ୍ୱାମୀ କହିଲେ ଜଣେ ସ୍ୱାମୀ ଜଗନ୍ନାଥ ସ୍ୱାମୀ ସିଏ ମୋ ସ୍ତ୍ରୀର ସ୍ୱାମୀ ସିଏ ମୋର ସ୍ୱାମୀ। ତା ତତ୍ତ୍ୱ ଏକଇ ପୁରୁଷ ମୁରାରୀ ସକଳ ଘଟେ ଅଛି ପୁରୀ ସକାଳ ଘଟେ ଜୀବର ଅଳପ ଶକ୍ତି ସତେ ଯୁବତୀ ଏକ ପତେ ସତ ଯୁବତୀ ଏକ ପତେ ସତ ଯୁବତୀ ଏକ ପତେ ହରିବଲ ସତ ଯୁବତୀ ଏକ ପତେ ସତ ଯୁବତୀ ଏକ ପତେ ଆଉ ଗୋଟେ କଥା ଶୁଣ ଆଉ ଗୋଟେ କଥା କହୁଥିଲେ ଶ୍ୱଶୁରକୁ ସେବା କରିବେ ହଁ। ସତ କଥା ଆଜ୍ଞା ବାପାକୁ ଦି ଦିନ ନଈ ଖାଇବାକୁ ଦିଅ ବାପା କେବେ କାହା ଆଗରେ କହିବନି କହିବନି। ଘରକୁ ଶ୍ୱଶୁର ଆଇଛି ହଁ। ସେବାରେ ଭୁଲ ହେଲା କହିବ। ଏ ଯୋଇଟା ମୋର ଶୁଣ୍ଠାଟା ହଁ ହଁ ହାଁ? ଯୋଇ ସେବା ଠିକ କଲାନି ନାଇଁ। କିନ୍ତୁ ଜ୍ଞାନୀ ମଣ୍ଡଳୀ ଆମ ଶାସ୍ତ୍ର କହିଛି ଯିଏ ପୂଜି ନାହିଁ ପରା ଘର ନାରାୟଣ ଏଠାକୁ ଆସିବା ପରା ତାର କାରଣ ତାର କାରଣ ଭଲ ତାର କାରଣ ଏଠାକୁ ଆସିବା ঠিক আছে বর্তমান বিশেষ ঘোষণা কমিটি তরফর টিকে অনুরোধ করা যাচ্ছে যে উপস্থিত মা ভৌণী মানে এবং গুরু বাপা মা ভাই মানে অনেক আনন্দ বজার টিকে প্রসাদ করে আসন্তু ভজন কার্যক্রম চালি থাও জয় জগন্নাথ ପ୍ରସାଦ ସେବା ଚାଲିବା ଆରମ୍ଭରୁ କହିଛି ପୁରା ଯୋଉଠି ଅର୍ଣ୍ଣ ସେବା ଅଛି ଅଛି। ସେ ଅନୁଷ୍ଠାନ ଅଛି କାହିଁକି କାହିଁକି? ନା ଯେତେବେଳେ ଜୀବ ଥିଲା ମା ଗର୍ଭରେ ଭଗବାନ ଯେତେବେଳେ ମତେ ତିଆରି କଲେ ଅର୍ଣ୍ଣବ୍ର ମକୁ ଆଗ ଥୋଇ ପିଣ୍ଡକୁ ସରରେ ଲାନେ ପିତାକୁ ସରରେ ଲାନେ ପିତାକୁ ସରରେ ଲାନେ ଅର୍ଣ୍ଣ ବିହୁନେ ହଂସ ହାନି ଯୋଗ ସାଜିବି କାହା ଗେଲେ ଆମେ ପୂଜା କରୁଛେ କାହାକୁ ପ୍ରଭୁ ଜଗନ୍ନାଥ ଦାରୁ ବ୍ରହ୍ମକୁ ଆମ ସନାତନ ଧର୍ମରେ ଚାରି ବ୍ରହ୍ମକୁ ପ୍ରାଧାନ୍ୟ ଦିଆଯାଇଛି ଚାରି ବ୍ରହ୍ମ। ଜଗନ୍ନାଥ ହେଲେ ଦାରୁ ଦାରୁ ବ୍ରହ୍ମ ବ୍ରହ୍ମ। ଅର୍ଣ୍ଣ ବ୍ରହ୍ମ କିଏ କୈବଲ୍ୟ ଶବ୍ଦ ବ୍ରହ୍ମ କିଏ ଭାଗବତ। ସଙ୍ଗୀତ ବ୍ରହ୍ମଟି ଗୀତ ଗୋବିନ୍ଦକୁ କହି ଚାରି ବ୍ରହ୍ମ ଉପାସନା ଶ୍ରୀକ୍ଷେତ୍ରରେ ହୋଇ ଆଉ ଶ୍ରୀକ୍ଷେତ୍ରରେ ହୋଇ ଭଲ ଶ୍ରୀକ୍ଷେତ୍ରରେ ହୋଇ ଶ୍ରୀକ୍ଷେତ୍ରରେ ହୋଇ ଭଲ ଶ୍ରୀକ୍ଷେତ୍ରରେ ହୋଇ ସେଥିପାଇଁ ଅନ୍ନଦାନ ତ ସମସ୍ତେ ପେଟେ ପେଟେ ଖାଆନ୍ତୁ ଯିଏ ନ ଖାଇବ ତାକୁ ରାତିରେ ଆଜି ପିମ୍ପୁଡ଼ି କାମୁଡ଼ିବ ବୋଲା ଦେଖବାର ସମସ୍ତେ ଖାଆନ୍ତି। ସମସ୍ତେ ଖାଇ ପିକି ଯାଆନ୍ତୁ ନହେଲେ ଅନୁ କାହିଁକି ଜାଗରୁ ଅତିଥି ବାହୁଡ଼େ ତା ଦ୍ରବ୍ୟ ପ୍ରେତ ମୁଖେ ପଡ଼େ ଗୋବିନ୍ଦ 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 ପଦୁକାର ସେବା କରବ ଆଉ ଅତିଥି ସ୍ୱୟଂ ଭଗବାନ ଶ୍ରଦ୍ଧାରେ ପୂଜିବ ଚରଣ ଇଏ ଭାଗବତ ପଦ ୟାର ପ୍ରକୃତ ମୀମାଂସା କଣ ଜାଣିଛ ଯାହା ଘରୁ ଅତିଥି ବାହୁଡ଼େ ଘର କହିଲେ ଶରୀର ଏଠି ଅତିଥି କହିଲେ କିଏ ନା ପବନ ସିଏ ଯୋଉ ଦିନ ବାବୁ ବାହୁଡ଼ିବ ଧନ ସେତେବେଳେ ପ୍ରେତ କର୍ମ ହୋଇବ ରେ ମନ ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ ସକଟ ମୋହନ ଜୟ ହନୁମାନ ଆମେ ସମସ୍ତେ ଗୋଟିଏ ଗୋଟିଏ ବଡ଼ ଭୂତ ପଞ୍ଚଭୂତରେ ଶରୀର ତିଆରି ଜ୍ଞାନୀ ମଣ୍ଡଳୀ ଆଚ୍ଛା। ତତ୍ତ୍ୱ ମାଧ୍ୟମକୁ ଆସ ଆସ। ଗଲା 7 ଦିନ ଅନ୍ଧାର ତା ତଳପଦ ଗାଉଥିଲେ ସାରେ କଣ ଗାଉଥିଲେ? ଯୋଉ ରୋଗ ଆସିଲା କୋଉ ରୋଗ ଆସିଲା ଆଇଲା? ନା ବଳଦ ପରାୟ ସମସ୍ତେ ହୋଇବେ ମୁହେ ବାନ୍ଧିଥିବେ ତୁଣ୍ଡି ଆରେ ଭଲ ଶୃଗାଳ କୁକୁର ଘରେ ପଶିଯିବେ ଚାତକ ପକ୍ଷୀ କି ଭରେ କହିଲା ଆସିଲା ଆଜ୍ଞା ରୋଗ କଣ କରୋନା କରୋନା ବା କିଏ କହିଲା କୋରୋନା କୋରୋନା। ଏଇ ଖାଲି କଣ କଳି ଯୁଗରେ ଆଉ? ଚାରି ଯୁଗରେ ଆଜ୍ଞା କ ରୂପକ ବେମାରୀ ଆଚ୍ଛା। ସତ୍ୟରେ ସତ୍ୟରେ କିଏ ହେଇଥିଲା? ରାହୁ ମୁଣ୍ଡ କଟା ହେଲା ଆଚ୍ଛା। କିଏ ସୃଷ୍ଟି ହେଲା କିଏ? କେତୁ ତ୍ରେତୟାରେ କ ରୂପକ କୁମ୍ଭକର୍ଣ୍ଣ ଯଦି ସେ ଭଲ କି ଶୋଇଥାନ୍ତା ରଖିଥାନ୍ତା ଜଗତକୁ ଏ ନା। ନା ଦ୍ୱାପରରେ କ ରୂପକ କୋକୁଆ ଭୟ ଦେଖାଇଲେ ଯଦୁ ବଂଶ ନାଶ ଗଲେ ସେଇଠାରୁ ଗଲେ ରାମ ଜୟ ରାମ ଜୟ ଜୟ ରାମ ସକଟ ମୋହନ ଜୟ ହନୁମାନ କଳି ଯୁগে କ ଗୋଟି କରୋନା ହୋଇଲା ଭୟଭୀତ କରି କେତେ ଲୋକକୁ ମାଇଲା ଲୋକ
ଲୋକଙ୍କୁ ମାଇଲା ଭଲା ଲୋକଙ୍କୁ ମାଇଲା ଲୋକଙ୍କୁ ମାଇଲା ମାୟା ଲୋକଙ୍କୁ ମାଇଲା ସେଥିପାଇଁ ମୋର ଜ୍ଞାନୀ ମଣ୍ଡଳୀ ଚାରି ଯୁଗରେ କ ରୂପକ ବେମାରୀ ସେ ବେମାରୀ କିପରି ଦୂର ହବ କିପରି ହବ? କରେ ଆଜ୍ଞା କରୋନା କରେ କଣ କରେ କରେ କଣ କରେ ଆଉ କଣ? କରେ ବୁଝୁନ କଣ କରେ ଅଛି ଆଉ ତମର ବର୍ଣ୍ଣ କେତେ ବର୍ଣ୍ଣ କେତେ ଆମର କୁହା ସ୍ୱର ବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ ସ୍ୱର ବର୍ଣ୍ଣ କଣ ଅକାର ବ୍ୟଞ୍ଜନ ବର୍ଣ୍ଣ କଣ ନା କକାର କରେ କିଏ ନା କରେ ଟିକଳା ଠାକୁର ଶୁଣ ଜ୍ଞାନୀ ଜନ ତାକୁ ଧ୍ୟାନ କଲେ ସର୍ବ ସଂକଟ ମୋଚନ ପ୍ରଭୁ ସଂକଟ ମୋଚନ କହିଥିଲେ କହୁତରେ ମହାପୁରୁଷ ଅଚ୍ୟୁତାନନ୍ଦ ଭବିଷ୍ୟ ମାଳିକାରେ ଆଚ୍ଛା। ନା କଳି ଯୁଗେ ଦାରୁ ଭ୍ରମ ରୂପେ ପୂଜା ହେବି ଦର୍ଶନ କରିଲେ ଫଳକୁ ମୁଁ ଦେବି ରାମ ଜୟ ରାମ ଜୟ ଜୟ ରାମ ସଂକଟ ମୋଚନ ଜୟ ହନୁମାନ ସେଥିପାଇଁ ଜ୍ଞାନୀ ମଣ୍ଡଳୀ ଆଚ୍ଛା। ଯୋଉ ତତ୍ତ୍ୱ ଆପଣ ଶୁଣିବାକୁ ପାଇଲେ ପିଣ୍ଡ ବ୍ରହ୍ମାଣ୍ଡ ଏକମତ ଜାଣନ୍ତି ସୁଜ୍ଞାନୀ ଚାରି ଯୁଗରେ ବେମାରୀ କିନ୍ତୁ ମୋର ବଡ ବେମାରୀ କଣ ବଡ ବେମାରଟା କଣ ଏତେ ବେମାରୀ କି ଆଜ୍ଞା ଔଷଧ ବାହାରି ପଇଲା ଏମିତି ଗୋଟା ବେମାରୀ ଅଛି ସିଏ ମୁଁ ରୂପକ ରାକ୍ଷସ ବେମାରୀ ସେ ବେମାରୀ ଯାହାକୁ ଧରିବ ସିଏ କଣ ହବ ମରିବା ଥୟ। ଶୀଘ୍ର ପତନ ଯିବ ଆଉ ଗୋଟେ ବେମାରୀ କଣ ଆଉ ଗୋଟେ କି? ମନ ରୂପକ ବେମାରୀ ମନ ଭଲ। ସବୁକୁ ଔଷଧ ବାହାରିଲା ମନ ବି ନାହିଁ। ମନ ରୋଗ ଔଷଧ ଅଛି ନା। ମୋର ମନ ଭଲ ନାହିଁ ସେଥିପାଇଁ ଔଷଧ ହେଇଛି ଏକମାତ୍ର ସତସଙ୍ଗ ଏକମାତ୍ର ସାଧୁ ସଙ୍ଗ ସେଥିପାଇଁ ମୋର ଜ୍ଞାନୀ ମଣ୍ଡଳୀ 7 ଦିନ ଅନ୍ଧାର ବଉଳ ସୂର୍ଯ୍ୟ ନ ହୋଇବେ ଦେଖା ସୁଗାଳ ଘରେ ପଶିଯିବେ କେହି ନ କରିବେ ରକ୍ଷା ଚାରି ଯୁଗରେ ଅନ୍ଧାର ହେଇଛି ନ ପାଉ ରାତି ନ ମରୁପତି ଏକ ରାତି ହଉ ଆଗରୁ ମଧ୍ୟ ବଢିଆ ଶ୍ଲୋକ ଦେଇଥିଲେ ସମୟ ପାଇଲାନି ଧର୍ମ ସଂକଚିତ ତପ ବିରହିତ ସତ୍ୟ ତ ଦୂରଗତ କଣ ସତ୍ୟ ସତ୍ୟ କଣ ସତ୍ୟ କହିଲେ କଣ ବୁଝୁଛ ସତ୍ୟ ବିମୟ କହିଲେ ସତ୍ୟରେ ମରିବି ସତ୍ୟରେ ତରିବି ଏହି ଆଜ୍ଞା ମତେ ହେଉ ଆରେ ଭଲା ଏହି ଆଜ୍ଞା ମତେ ହେଉ କହେ ଭୀମ ଭୋଇରେ ମଧ୍ୟ ମଣ୍ଡଳେ ଯଶ ଅପଯଶ ଥାଉ ଯଶ ଅପଯଶ ଥାଉ ଆରେ ବୋଲ ଯଶ ଅପଯଶ ତତ୍ତ୍ୱ ମାସେ କହୁତରେ ହବ କୋଉଥିରେ ହବ? ନା ଯୋଉ ସତ୍ୟ ଧର୍ମେ ଏ ପିଣ୍ଡ ବ୍ରହ୍ମାଣ୍ଡ ପୂର୍ବେ ହୋଇଅଛି ଜାତ। ଜାତ ସେଇ ସତ୍ୟ ଧର୍ମେ ଏ ପିଣ୍ଡ ବ୍ରହ୍ମାଣ୍ଡ ସଂସ୍ଥାପନ ହେବ ସଂସ୍ଥାପନେ ହେବ ମୁକ୍ତ ଆରେ ବୋଲ ସଂସ୍ଥାପନେ ହେବ ମୁକ୍ତ ସଂସ୍ଥାପନେ ହେବ ମୁକ୍ତ ଆରେ ବୋଲ ସଂସ୍ଥାପନେ ହେବ ମୁକ୍ତ କହିଲେ ବିହନ କାହିଁ ମିଳିବନି କାହିଁ ମିଳିବନି ସତ କଲ ଗାଁରେ ଆଉ କାହାର ଗୋଚର ଅଛି ବେଶୀ ଆଉ ନାଇଁ, ନା ସବୁ- ଚଷିବେ ଦଣ୍ଡା ଗୋଚର ବଢିଯିବେ ସବୁ ଗାଲୁ ଆଚର ଲୋକେତ କି ଫୁଲ କେତକେ ଭୁଲା ଗୋରୁ ମାତା ଯେ କାତର କେତକେ ଭୁଲା ଗୋରୁ ମାତା ଯେ କାତର କେତକେ ଭୁଲା କେତକେ ଭୁଲା ଗୋରୁ ମାତା ଜଗାତର କେତକେ ଭୁଲା ସେଥିପାଇଁ ସାନ କହିବା କଥା କିପରି ଆମ ପରିବାରଟା ସୁରୁଖୁରୁରେ ଚଳିବ ଚଳିବ ଯଦି ଯୋଉ ପରିବାରରେ ହଁ। ପରସ୍ପର ସହିତ ଆଚ୍ଛା। ବୁଝାବଣା ଆଜ୍ଞା ଠିକ ରହିବ ଠିକ ନା ଚାଲିବ। ବୈକୁଣ୍ଠ ସମାନ ପରା ଅଟେ ସେଇ ଘର ପରସ୍ପର ସ୍ନେହ ଜହି ଥାଏ ନିରନ୍ତର ଥାଏ ନିରନ୍ତର ଭଲ ଥାଏ ନିରନ୍ତର ଥାଏ ନିରନ୍ତର ଭଲ ଥାଏ ନିରନ୍ତର ଗୋଟେ ଘର ଭାଙ୍ଗିବାକୁ ଆଜ୍ଞା ଗୋଟିଏ ସେକେଣ୍ଡ ଲାଗିବ ନାହିଁ ଲାଗିବନି। ଘର ଯୋଡ଼ିବାକୁ ହେଲେ ଲାଗିଯିବ। ଘର ଗୋଟେ ଘରେ ହଁ ତେମେ ମୋର ସ୍ତ୍ରୀ ମୁଁ ତମର ସ୍ୱାମୀ ସ୍ୱାମୀ। ତମକୁ କିଛି ଅକଥା କହିଦେଲି ନାଇଁ ଧର ବାଡ଼େଇ ପକେଇଛି ହଁ। ମତେ ସେବେଳେ କିଛି କହିବ ନାହିଁ ନାଇଁ। ସକାଳୁ ପଚାରିବ କହିବ? ସ୍ୱାମୀ ହଁ। ମୋର ଭୁଲ କଣ ଭୁଲଟା କଣ? ଆଉ କଣ ଲାଗିବ କିଛି ଲାଗିବନି। ସ୍ୱାମୀ ମନକୁ ଆପେ ଆପେ ମୁଣ୍ଡ ନୁଆଇବ ହଁ। ମୋର ଭୁଲ ତ ହେଇଯାଇଛି ଆଉ ଯଦି ମୁଁ ରାଗିଛି ମୋ ସ୍ତ୍ରୀ ରାଗିବ ରାଗିଲା। ସେ ଘର ଭାଙ୍ଗିବ କି ନାହିଁ ଭାଙ୍ଗିବ ଆଉ। ଫୋନ୍ ଯିବ କୋଉଠିକି ଶାଶୁ ଘରକୁ ହଁ ହଁ କୋଉଠି ଯିବ ତା ବା ମା ବାପାରକୁ ତା ବାପା ଘରକୁ ଫୋନ୍ ଯିବ ବୋଉ ତୋ ଜ୍ୱାଇଁ ମତେ ବାଡ଼େଇଲେ ନା ଗାଡ଼ି ପଠା। ଏଥିରୁ ଶିକ୍ଷା କଣ ନା ସେ ବୋଉ ଜାଣିବା କଥା ତାଙ୍କର ତ ପାରିବାରିକ ମ୍ୟାଟର ମୁଁ କାହିଁ ମୁଣ୍ଡ ଖେଳେଇବି ଏ ନା। ଆଜିକାଲି ହଉଛି କଣ କଣ ହଉଛି? ଝୁଅ ପଳେଇଆ ପଳେଇଆ, ଗାଡ଼ି ଭଡ଼ା ଆଁ? ପଳେଇଆ। କିନ୍ତୁ ନାରୀ ଯୋଉଠି ସୁନ୍ଦର ନାରୀ କି ସୁନ୍ଦର ତାର ଯେତେ ମାଡ଼ ଗାଳି ଖାଉ ଖାଉ। ତା ପାଇଁ ସୁନ୍ଦର ତା ଶାଶୁ ଘର ଭାଇ ଗୋପା ଘରକୁ ଗଲେ ଟି ପୂଜା ପାଏ ନାହିଁ ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ ସଂକଟ ମୋଚନ ଜୟ ହନୁମାନ ସେ ବୋଉ କହିବା କଥା ନାଇଁ ନା। ତମର କଣ କଳି ହେଇଛି ଆମର କଣ ତୁ ରହ ଅଛି? ଆଗ ରହ। ଦେଖେ କଣ ହଉଛି ହଁ। ଦି ଶାଶୁ ଫୋନ କଲା ତମର ପଳେଇଆ ପଳେଆ ଗଲା କିଏ
ଝିଅ ପଳେଇଲା କାହିଁକି ହଉଛି ହ୍ୟାଲୋ। କହିଲେ କହିବ ପରା ମତେ କହିଲା ଏ ଦୁନିଆରେ କିଏ ନୁହଁ ମାଇପି ବୋଲା ଦୁନିଆରେ କିଏ ନୁହଁ ମାଇପି ବୋଲା ଦୁନିଆରେ କିଏ ନୁହଁ ମାଇପି ବୋଲା ଚାଚା କହିଲେ କହିବ ପରା ମତେ କହିଲା ଏ ଦୁନିଆରେ କିଏ ନୁହଁ ମାଇପି ବୋଲା ଦୁନିଆରେ କିଏ ନୁହଁ ମାଇପି କିଏ ମାଇପି ବୋଲା ନୁହଁ ଦୁନିଆରେ ଦୁନିଆରେ କିଏ ଇଏ କଣ ମାଇପି ବୋଲା ନା। ପାଖରେ କାହାକୁ ରଖିଛନ୍ତି ଭଉଣୀ ସୁଭଦ୍ରା। ଇଏ ସୁଭଦ୍ରା ନୁହଁ ନିଜେ ବେଦପତି ବ୍ରହ୍ମା ତାଙ୍କ ଭାଇ ପରା ହୋଇ ଭୂପତ ରୂପରେ ସିଏ ପୂଜା ପାଉଥାଇ ରାମ ଜୟ ରାମ ଜୟ ଜୟ ରାମ ଜଗନ୍ନାଥ ଆମର ମାଇପି ବୋଲା ନୁହଁ ନା, ନା। ଭାଇ କହିଲା ଜଗା ଓ, ତୋ ସ୍ତ୍ରୀ ପଶା ଚଣ୍ଡାଳ ଘରେ ହଁ। ବିଦାୟ କରିଦେଲା ନା ଆଉ କରିଦେଲା। ସଂସାରକୁ ଶିକ୍ଷା ଦେଲା ବଡ ଭାଇ କଥା ମାନ ଆଉ ଯଦି ସ୍ତ୍ରୀ କଣ କହିଲା ଆମର ଏତିକି ଆଗ ଆମକୁ ଦେଇଦଉନ ଭାଗ ସଂସାରକୁ ଶିକ୍ଷା ଲକ୍ଷ୍ମୀ ମାନେ କଣ ଶିକ୍ଷା ଦେଇଥିଲା କ'ଣ ଲକ୍ଷ୍ମୀ ଖାଇଲେ କୋଉ ଘରେ ଲକ୍ଷ୍ମୀ ରହିଲେ ଚଣ୍ଡାଳ ଘରଟି ନା ଚଣ୍ଡାଳେ ଥିଲେ ବିଷ୍ଣୁ ଭକ୍ତି ବୁଝିବ ନାହିଁ ତାର ଜାତି ଆଉ ବୁଝିବ ନାହିଁ ତାର ଜାତେ ବୁଝିବ ନାହିଁ ତାର ଜାତେ ଏତିକି ଶିକ୍ଷା ସେ ପୁରାଣ ଦେଇଛି ଆମେ ସମସ୍ତେ ଏକ ହଁ। ଆମେ ଭଗବାନଙ୍କର ସନ୍ତାନ ସନ୍ତାନ। ନାରୀ ପୁରୁଷ ଦିଟା ଜନ୍ମ ଜନ୍ମ କରିବେ ଗୋଟେ ଛୁଆଟା ସେ ପୁଅ ହଉ କି ଝିଅ ହଉ ଛୋଟା ହଉ କେମ୍ପା ହଉ ଗୋଟେ ପିଲାଟା ଜନ୍ମ ହବ ହଁ। କିନ୍ତୁ ଜାତି କହିଲେ ଦୁଇ ବର୍ଣ୍ଣ କହିଲେ ଚାରି ମୁଖରୁ ବ୍ରାହ୍ମଣ ବାଉରୁ କ୍ଷତ୍ରିୟ ଭୂରୁ ବୈଶ୍ୟ ପାଦରୁଟି ଶୂଦ୍ର ପରା ଉତ୍ପତ୍ତି ହୋଇଲେ ସରୁଆ ହେଲେଟି ମନ ଶୂଦ୍ର ହବ ଭଲେ ରାମ ଜୟ ରାମ ଜୟ ଜୟ ରାମ बोला गवार हरि बोल हरि बोल।